यदा यदा हि धर्मस्य ग्लानिर्भवति भारत अभ्युत्थानमधर्मस्य तदात्मानं सृजाम्यहं परित्राणाय साधूनां विनाशाय च दुष्कृतां धर्म संस्थापनार्थाय संभवामि युगे युगे। जय जगन्नाथ। आज छुआ आलोचना करिबा सतरे कौन प्रभुंकर जन्म है। आम मतरे हाँ प्रभुंकर जन्म ग्रहण कहूँ व्यासंग लेखा देखती पंचसखांक लेखा देखती एवं उत्कल जो साधु सन्त मैंने आसी लेखा को देखते जो सिद्ध पुरुष थे तथा संगे संगे जयदेव लेखा देख सब गोटे कल्कि अवतार हेबे बोली समस्ते लिपिबद्ध कर मर्त्यमंडल महाप्रभु निर्गुण निराकार सगुण रूप गुरु अंगरे बा सिद्ध अंगरे मर्त्यमंडल परिप्रकाश बोली ए कथा अनेक साधु सन्त प्रमाण देछन। आ गोटे कथा मन रखिथा कली महापुरुष लिखते कली रे 3 जन्म होइबे परा से नारायण लगाई कली जे 3 जन प्रभु रूप आसी 3 जन कौन है प्रभु रूप आसी तथा शिशु अनंत वाणी हिसाब से अनंत केशरी ललाट केशरी एवं पद्म केशरी बुझे निर्गुण निराकार पुरुष 3 देहकर कौन है खेल करेंगे 3 जन करेंगे नारायण सत्यनारायण आदि नारायण शिशु अनंत कहती अनंत केशरी रेवतीकांत ललाट केशरी श्री जगन्नाथ पद्म केशरी किरानव शिशु अनंत भाषा किरानव साई किए से माने क्षीर सागर जो नारायण रही एवं बलभद्र रेवतीकांत सी रही एवं स्वयं कृष्णचंद्र रही जथा क्षीरादि नारायण क्षीरादि सागर नारायण सहित अवतारी पुरुष नारायण आविर्भूत जुगे जुगे जो कृष्ण बलराम एवं क्षीरादि सागर नारायण क्षीरादि सागर नारायण जी सी अनंत नारायण माने अनंत सी शयन अनंत बोलते मन रखा सर्प अनंत बासुकी कहते अनंत पुणी अण अक्षर जार दे अनंत नाम अंत नहीं जार आदि अंत नहीं सी अनंत कृष्ण स्वयं नारायण तार भी आदि अंत नहीं माने बलभद्र स्वयं शेषनाग अनंत भी आदि अंत नहीं एवं क्षीराब्दी सागर लक्ष्मी को धरी जो नारायण से आदि अंत तेणु ये 3 जन जाक बारण समय आविर्भूत आग किए आसवे ना अनंत नारायण जी अनंत माधव सी अनंत गोपाल होती
କାଳ ବିଶେଷରେ ନାମଟା ରୂପାନ୍ତରିତ ହେଇଛି। ଅନନ୍ତ ଉଇଥି ନାରାୟଣ, ଅନନ୍ତ ନାରାୟଣ, ଅନନ୍ତ ଦୂତ ଗୋପାଳ, ଅନନ୍ତ ଗୋପାଳ, ଅନନ୍ତ ଦୂତ ବାସୁଦେବ, ଅନନ୍ତ ବାସୁଦେବ, ଇଏ ହେଲେ ଗୋଟିଏ ହେଲା। ସେଥିପାଇଁ ଠାକୁର ଅଭିରାମ ପରମହଂସ କହନ୍ତି ସଦଚିତ ଆନନ୍ଦ ଗିରିଧାରୀ ଶ୍ୟାମ, ଗୁଣି ଗୁଣ ନିର୍ଗୁଣ ସଗୁଣ ରାମ, ଅବତାରୀ ଅବତାର সব তুমি রাম, রামেদি 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 রাମ। ସୁନ୍ଦର କଥା କହିଲେ। ତେଣୁ ସେ ପ୍ରଭୁ ଜଣେ ଲୀଳା ପାଇଁକି ସେ ଅଂଶ ବିଶେଷ ନେଇ କଳା ରୂପରେ କଣ ହେବେ ମର୍ତ୍ତ୍ୟ ମଣ୍ଡଳରେ ପରିପ୍ରକାଶ। ଆମେ ଆଗରୁ ଆଲୋଚନା କରିଥିଲେ, ଅନନ୍ତ ମାଧବ ବିଷୟ ଆଲୋଚନା ହେଇଛି। ତାପରେ ଆଉ ଦି ଭାଇଙ୍କ କଥା ଆଲୋଚନା ହେଇ ନାହିଁ। ଇଏ ସବୁ କେବେ ଆସିବେ ଏଇଆ ଆଉ ହେଲା। ଅନନ୍ତ ମାଧବ କୋଉଠୁ ଆସିବେ? ଆଉ ଗୋଟେ ଭଲ ରଖିଥାଅ, ଅନନ୍ତ ବଳଭଦ୍ର ଆସିବେ କେତେ ଅଙ୍କରେ ନା ଅନନ୍ତ ମାଧବଙ୍କର 47 ଅଙ୍କ। ଏଟା ଆମେ କହୁନୁ, ମହାପୁରୁଷ ମୋହ କଳ୍ପରେ ପ୍ରମାଣ। ଆଉ ଗୋଟିଏ ଭାଇ ଆସିବେ କେତେ ଅଙ୍କରେ ନା 56 ଅଙ୍କରେ, ଯାହାକୁ କୋଉଠି ଲେଖିଛନ୍ତି 56 ଅଙ୍କ, କୋଉଠି ଲେଖିଛନ୍ତି 29 ଅଙ୍କ। 29 ଅଙ୍କ ଯୋଉ ବର୍ଷ ପଡିବ 56 ଅଙ୍କ ମଧ୍ୟ ସେଇ ବର୍ଷ ପଡିବ ହେଲା। ହେଲେ ଅନନ୍ତ ମାଧବଙ୍କର ଆବିର୍ଭୂତ କୋଉଠି? ଆଜି ସେଇ ବିଷୟ ଆଲୋଚନା କରିବା। ଯେତେ ସବୁ ଠାକୁର ଠାକୁର ବୋଲି ବାଡିଆ ବାଡି ହଉଛନ୍ତି, କିନ୍ତୁ 3 ଠାକୁର ଆବିର୍ଭୂତ ହେବେ, କେହି କାହାକୁ ଉଣା ନୁହଁ। ସମସ୍ତଙ୍କ ପଦକୁ ଆମର କୋଟି କୋଟି ଶରଣ। କଣ ଶିବକଳ୍ପ ଶାସ୍ତ୍ରରେ ଅଚ୍ୟୁତ ମହାପ୍ରଭୁ କହିଛନ୍ତି, କହିଲେ ମଧୁ କୋଣ ଦୀପ ମହିମା ଅଶେଷ ଗୁପତ ଦ୍ୱାରିକାପୁର, ଦାରୁ ବ୍ରହ୍ମ ରୂପ କୋଟି କଳ୍ପ ଦେଖ ଏତୁ ମଧ୍ୟ ଅବତାର। ଜୟ ଜଗନ୍ନାଥ। କି ସୁନ୍ଦର। ଏ ରାମ ତତେ କହୁଛି ମୁଁ ଶୁଣିଥା। ଆଜି ଯାଦନଗର ସମ୍ବଳ ନଗର ସବୁ ବାଡିଆ ପିଟା ଚାଲିଛି। ମଧୁ କୋଷ ଦୀପ ମହିମା ଅଶେଷ ଗୁପତ ଦ୍ୱାରିକାପୁର। ଉତ୍ତରପ୍ରଦେଶରେ ଗୋଟେ ଦ୍ୱାରିକା ଭୁବନ ଅଛି। କହିଲେ ଉତ୍କଳରେ ଗୋଟେ ଅଛି ଦ୍ୱାରିକା, ସେଟା ହଉଛି ଗୁପ୍ତ ଦ୍ୱାରିକା। ମଧୁ କୋଷ ଭିତରେ ସେଇଟା ବିଦ୍ୟମାନ। ସେଇଠି ଅଛି ହରିହର କ୍ଷେତ୍ର, ସେଇ ଗୋଟାକ ମଧ୍ୟ ଯାଜନଗର କ୍ଷେତ୍ର। ସମ୍ପୂର୍ଣ୍ଣ ମଧୁ ଦେଶ ନୁହଁ, ମଧୁ ଦେଶ ଭିତରେ। କାରଣ ଆମେ ଆଗରୁ କହିଛୁ ହରିହର କ୍ଷେତ୍ରେ ଗୁପତ ହରିହରଙ୍କ ସ୍ଥାନ। ହରିହର କ୍ଷେତ୍ର ଭିତରେ ଗୁପ୍ତ ରହିଥିବ ଫେରେ ହରିହର ସ୍ଥାନ। ସେମିତି ମଧୁ କୋଷ ଭିତରେ ସେ ସ୍ଥାନ ଗୁପ୍ତ ହୋଇ ରହିଥିବ। ଦାରୁ ବ୍ରହ୍ମ ରୂପ କୋଟି କଳ୍ପ ଦେଖ ଏଥୁ ମଧ୍ୟ ଅବତାର। ସେଇ ଯୋଉ ଜଗତାର ନାଥ ଜଗନ୍ନାଥ ଶରଣ ଶରଣ ରକ୍ଷଣ ମହାବାହୁ, ଯେ ନୀଳାଞ୍ଚଳରେ ବିଦ୍ୟମାନ, ସିଏ ସେଠି କଣ ହେବେ? ଅବତାର ହେବେ। ତାକୁ କେହି ଜାଣିପାରିବେ ନାହିଁ। ଜାଣି ନ ପାରିବେ ମାୟାରେ ଭ୍ରମିବେ, ବିଷ୍ଣୁଙ୍କୁ ତ ଚକ୍ର ଏହା, ସେ ତାକୁ ଜାଣଇ ଆନ ପ୍ରମାଣଇ, ଜଟ କଟିରେ ସୁରେହା। ଜୟ ଜଗନ୍ନାଥ। କହିଲେ ଜାଣି ନ ପାରିବେ ମାୟାରେ ଭ୍ରମିବେ, ବିଷ୍ଣୁ କୂଟ ଚକ୍ର ଏହା। ହେ ରାମ, ସେ ଆମରି ମାନଙ୍କ ଭିତରେ ସଂସାରରେ ଖେଳୁଥିବେ ରେ, ତାକୁ କେହି ଜାଣିପାରିବେ ନାହିଁ। ସେ ହଟିଆ ଠାକୁର ଏମିତିଆ, ମନୁଷ୍ୟ ତାକୁ କଳି ଯୁଗରେ ବିଜ୍ଞାନ ଯୁଗରେ ତାକୁ ଚିହ୍ନି ପାରିବେ ନାହିଁ। ସେ ତାକୁ ଜାଣଇ ଅନ୍ୟ ପ୍ରମାଣଇ, ଜଟ କଟିରେ ସୁରେହା। ସେ ତାକୁ ଜାଣଇ ଅନ୍ୟ ପ୍ରମାଣଇ। ଯିଏ ଯାହା କୁହନ୍ତି ତୋମାୟା ତୋତେ ଅଗୋଚର କାହୁ ଜାଣିବେ ନରଛାର, ନା ନାଇଁ? ତାମାୟା ତାକୁ ଅଗୋଚର କାହୁ ଜାଣିବେ ନରଛାର। ହେଲେ ସିଏ ତାକୁ ଜାଣିଛି, ତାକୁ ସଂସାରରେ କେହି ଜାଣିପାରିବେ ନାହିଁ।
ଜଟ କଟିରେ ସୁରେହା। ଜଟ ବୋଲନ୍ତେ ମଣିଷ ମୁଣ୍ଡରେ ରଖନ୍ତି ଗୋଟାଏ ଜଟ। କଟିରେ ସୁରେହା, କଟି ବୋଲନ୍ତେ ଅଣ୍ଟା, ସୁରେହା ବୋଲନ୍ତେ ସୁନ୍ଦର। ମାନେ ଜଟଟା କଟିରେ ସୁନ୍ଦର ଦେଖାଯାଉଛି। ତାମାନେ କଣ କଣ ମୁଣ୍ଡରୁ ଜଟ ଯାଇକି କଟିରେ ଲାଗିଥିବ ନା। ଆମର ଗୁରୁକୁଳ ମାଧ୍ୟମରେ ଯୋଉମାନେ ସାଧୁ ସନ୍ଥ ହେଇଛନ୍ତି ଅଣ୍ଟାରେ ଗୋଟିଏ ଡୋରି ଭିଡ଼ନ୍ତି। ଦେଖ ବା କଉପୁଣି ନେଲା ବେଳେ ଅଣ୍ଟାରେ ଗୋଟିଏ ଡୋରି ବନ୍ଧା ହେଇଥାଏ। ତାକୁ କୁହନ୍ତି କଣ? ଜଟ କହନ୍ତି କେତେ ଲୋକ, କେତେ ଲୋକ ନାଗା ବଳି ମଧ୍ୟ କୁହନ୍ତି, ବୁଝି ହଉଛି। କେତେ ଲୋକ ସୁରେହା ମଧ୍ୟ କହନ୍ତି, କେତେ ଲୋକ କହନ୍ତି ବଜ୍ରଶିଳା ବଜ୍ର ଫିତା ମଧ୍ୟ କୁହନ୍ତି। ସେଇ ଯୁଗଟିକ ଯେତେବେଳେ ବାବାଜୀ ମନୁଷ୍ୟ ହୁଏ, ସନ୍ନ୍ୟାସୀ ହୁଏ, ଗୁରୁ ବାନ୍ଧି ଦିଅନ୍ତି ଶିଷ୍ୟଙ୍କ ଅଣ୍ଟାରେ, ହେଲା, ବୁଝି ହଉଛି। ଜଟ କଟିରେ ସୁରେହା, ସିଏ ଗୁରୁକୁଳରୁ ବ୍ରହ୍ମଚାର୍ଯ୍ୟ ବ୍ରତ ପାଳନ କରିବା ପାଇଁ ଦୋର କୌପୁନୀ ଧାରଣ କରିଥିବେ, ସେ ସୁରେହା ଧାରଣ କରିଥିବେ, ତାକୁ କେହି ଜାଣିପାରିବେ ନାହିଁ। ଜଟ କଟିରେ ସୁରେହା, ଇଏ ଜଟ ବୋଲନ୍ତେ ମୁଣ୍ଡ ଜଟ କଥା କହିନା। କଟିରେ ଜଟ, କଟିରେ ଜଟ ବୋଲନ୍ତେ ନାଗା ବଳି, ବୁଝି ହଉଛି। ବା ଯୋଉ ଆମର ଯୋଉ ଡୋରି ବାନ୍ଧନ୍ତି, ଦେଖ କୌପୁନୀ ପିନ୍ଧିଲା ବେଳେ ଯାହା ଦେହରେ ଡୋରି ବନ୍ଧା, କୌପୁନୀ ବନ୍ଧା ଯାଏ, ସେ ଥିବ ସୁରେହା, ସେ ଧାରଣ କରିଥିବେ, ତାହେଲେ ସେ ସନ୍ନ୍ୟାସୀ ହେଇକି। ମହିରେ ଚାଲିଲେ ଚିହ୍ନା ନ ପଡ଼ିବେ, ହେମନ୍ତ ପୁରୁଷ ଯହିଁ, ନିଶ୍ଚୟ ବ୍ରହ୍ମ ମୁନି ଅବତାର ଶ୍ରେଣୀ, ଅଟନ୍ତି ନନ୍ଦତନ। କି ସୁନ୍ଦର କଥା କହିଲେ। କହିଲେ ମହିରେ ଚାଲିଲେ ଚିହ୍ନା ନ ପଡ଼ିବେ, ମାନେ ଆମରି ମାନଙ୍କ ପରି ଖେଳ ବୁଲ କରୁଥିବେ, ତାଙ୍କୁ କେହି ଜାଣିପାରିବେ ନାହିଁ। ନିଶ୍ଚୟ ବ୍ରହ୍ମ ମୁନି ଅବତାର ଶ୍ରେଣୀ, ଅଟନ୍ତି ନନ୍ଦତନେ, ସିଏ ସ୍ୱୟଂ ସେଇ ପ୍ରଭୁ କୃଷ୍ଣଚନ୍ଦ୍ର, ଏ କଥା କେବେଲେ ମିଥ୍ୟା ନୁହେଁ। ଏହ ଜୀବନକୁ ପାଦେ ସମର୍ପିଲେ, ନ ଜାଣିଲେ ଗୋପଙ୍ଗନା, ଶ୍ରୀ ଗୁରୁ ପୟରେ ଚିତ୍ତ ନିବେଶିଲେ, ଜାଣିବୁ ତା କର ସୀମା। ଯେ ସୁନ୍ଦର କଥା କହିଲେ, ଦେହ ଜୀବନକୁ ପାଦେ ସମର୍ପିଲେ, ନ ଜାଣିଲେ ଗୋପଙ୍ଗନା, ଯୋଉ ଗୋପୀ ମାନେ ହା କୃଷ୍ଣ କହି ଦିନ ଅତିବାହିତ କରିଗଲେ, ସେ ରାମରେ ସେ ଗୋପୀ ମାନେ ପାଇଲେ ନାହିଁ, ଆମେ କଣ ସେ କାଳିଆର ଦର୍ଶନ ପାଇବା? କଳିର ଅନ୍ତିମ ପର୍ଯ୍ୟାୟରେ ତାକୁ ପାଇବାକୁ ହେଲେ କେବଳ ଗୁରୁ କୃପା ହିଁ କେବଳ। ଯଦି ତୁ ଗୁରୁ ପୟରେ ମନ ନିବେଶ କରିଥିବୁ, ତେବେ ତୁ ତାଙ୍କର ଗୁଣ ଜାଣିପାରିବୁ, ତାଙ୍କର ମହିମା ଜାଣିପାରିବୁ, ନହେଲେ ଆଉ ଦ୍ୱିତୀୟ ଉପାୟ କିଛି ନାହିଁ। ଟଙ୍କା ଥିଲେ ମୁଁ ପ୍ରଭୁଙ୍କୁ ପାଇପାରିବୁନୁ ରେ, ଧନ ଥିଲେ ପ୍ରଭୁଙ୍କୁ ପାଇପାରିବୁନୁ ରେ, କେବଳ ଗୁରୁ କୃପା ଏବଂ ଭାବ ଯଦି ଥିବୁ, ହେ ରାମ ଅନ୍ତିମ ପର୍ଯ୍ୟାୟରେ ତୁ ପ୍ରଭୁଙ୍କୁ ପାଇପାରିବୁ, ନହେଲେ କସ୍ମିନି କାଳେ ତୁ ପାଇପାରିବୁ ନାହିଁ। ପୁଣି କଣ କହିଲେ ନା, ଯୋଗ ଶବଦରେ ପ୍ରକାଶ ହୁଅନ୍ତି, ଅନନ୍ତ ଗୁପତ ହୋଇ, ଅନ୍ତ ନାହିଁ ଯହିଁ କେକାରିବ କହି, ସ୍ୱରୂପ ଶବଦ ଭୂଇଁ। ଯୋଗ ଶବଦରେ ପ୍ରକାଶ ହୁଅନ୍ତି, ଅନନ୍ତ ଗୁପତ ହୋଇ, ଗୁପ୍ତ ମାର୍ଗରେ ରହି, ଗୁପ୍ତ ଭାବରେ ରହି, ଯୋଗ ଶବ୍ଦରେ ଧ୍ୟାନ ରତରେ ସେ କରୁଛନ୍ତି, ମହାପ୍ରଭୁଙ୍କ ପାଖେ ଲୀଳା ପରିପ୍ରକାଶ କରନ୍ତି। ଅନ୍ତ ନାହିଁ ଯହିଁ କେପାରିବ କହି, ସେ କଥାକୁ ସମସ୍ତେ ଜାଣିପାରିବେ ନାହିଁ, ସ୍ୱରୂପ ଶବଦ ଭୂଇଁ। ଯାହାକୁ ଠାକୁର ଅଭିନୟ ସୁନ୍ଦର କହିଲେ, ନୁହନ୍ତି ମାନବ ଶ୍ଵେତ ଭବ ଭୟ ହାରି, ଦେଖିବା ଲୋକକୁ ଦୃଶ୍ୟ ନୁହନ୍ତି କାହାରି। ଠାକୁର ଅଚ୍ୟୁତାନନ୍ଦ ମହାପୁରୁଷ ଯାହା କହୁଛନ୍ତି, ଠାକୁର ଅଭିନୟ ସୁନ୍ଦର ମଧ୍ୟ ସେଇ କଥା କହିଲେ। ତୁମ ନିମନ୍ତେ ମୁଁ ପ୍ରକାଶ ହୋଇଛି,
ଶୁଣ ଯୋଗେନ୍ଦ୍ର କୁମାର ନ କହିବ କାହିଁ ଗୁପ୍ତେ ଥିବ ଥୋଇ ରାମ ହୋଇବ ମଙ୍ଗଳ। ହେ ରାମ ତୁମମାନଙ୍କ ପାଇଁ ମୁଁ ଆଜି ପରିପ୍ରକାଶ ହେଇଛି, ଏ କଥାକୁ ଗୁପ୍ତ ରଖିବ, ଏ କଥା କାହାକୁ କହିବ ନାହିଁ। କିନ୍ତୁ ଯେତେ ଗୁଡ଼ିଏ କଥା କହୁଛି କାମ ହୋଇବ ମଙ୍ଗଳ, ଏ କାମ ସବୁ ଧୀରେ ଧୀରେ ହବ। ବୁଝିପାରିଲେ ନା ବୁଝିପାରିଲେ? ତେଣୁ ପ୍ରଭୁ ଯେତେବେଳେ ଆସିବେ ଅନନ୍ତ ମାଧବଙ୍କର ମହାପୁରୁଷ ଯାଇଫୁଲ ମାଳିକାରେ କହିଲେ 47 ଅଙ୍କରେ ଜଣେ ମହାପ୍ରଭୁ ଆବିର୍ଭୂତ ହେବେ, ଆଉ ଜଣେ 56 ଅଙ୍କ ବା 29 ଅଙ୍କରେ ମର୍ତ୍ତ୍ୟ ମଣ୍ଡଳରେ ଆବିର୍ଭୂତ ହେବେ। ଏଇ 3 ଜଣ ଯାକ କେହି କାହାକୁ ଊଣା ନୁହଁ, ସମସ୍ତେ ସେଇ ପ୍ରଭୁଙ୍କର ଆମେ ସନ୍ତାନ। ଆମେ ଗୁରୁଙ୍କ ପଦରେ ଲୟ ଯଦି ରଖିଥିବା ନିଶ୍ଚିନ୍ତ ଆଗତ ଭବିଷ୍ୟତ ସମୟ କରିବ ସେ ପ୍ରଭୁଙ୍କର ଦର୍ଶନ ମିଳିପାରେ। ନହେଲେ ଏମିତି କେତେ ଜନ୍ମ ଚାଲିଯିବ, ଏ ମାନବ ଜନ୍ମରେ ଦର୍ଶନ ପାଇବା ବହୁତ କଷ୍ଟ। ଗୋପୀମାନେ ପାଗଳା ହେଇଗଲେ, କୃଷ୍ଣଙ୍କ ସହିତ ଲୀଳା ହେଲେ, କୃଷ୍ଣଙ୍କ ସହିତ ଲୀଳା ଖେଳା କଲେ, କିନ୍ତୁ କୃଷ୍ଣଙ୍କ ମର୍ମ ବୁଝିପାରିଲେନି। ଆମେ ଫେରେ କଳିଯୁଗର ମାନବ, ଆମେ ପାଇବା ବହୁତ କଷ୍ଟସାଧ୍ୟ। ସେ କାଳିଆ ସାନ୍ତଙ୍କ ସଦିଚ୍ଛା ପୂର୍ଣ୍ଣ ବୋଲ ଆନନ୍ଦିତ ହରି।